ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସାହିତ୍ୟ ସିନ୍ଧୁ ପୁସ୍ତକର ସଭ୍ୟତା ଓ ବିଜ୍ଞାନର ବିଷୟବସ୍ତୁକୁ ଆଲୋଚନା କରିବା ପିଲାମାନେ। ଗତ ଭିଡ଼ିଓରେ ଆମେ ଜଡ଼ ବିଜ୍ଞାନ ଏବଂ ଜୀବବିଜ୍ଞାନର ସମ୍ମିଶ୍ରଣ ତଥା ସହଯୋଗିତାରେ ଆମେ ଅନେକ ଗୁଡ଼ିଏ ଅପରିସୀମ ଅର୍ଥାତ୍ ଅକ୍ଳେଶରେ ଅନେକ ଗୁଡ଼ିଏ ବିଷୟବସ୍ତୁକୁ ସହଜରେ ଆମେ କ'ଣ କରିଥିଲେ, ସମାଧାନ କରିପାରିଥିଲେ ପିଲାମାନେ। ଆମ ପାଇଁ କୌଣସି ବିଷୟବସ୍ତୁ ମାନେ ଅସମାଧାନ ହୋଇନଥିଲା, ଅର୍ଥାତ୍ ସବୁକିଛି ଆମେ ସମାଧାନ କରିପାରୁଥିଲେ। ଆଜି ଆମେ ଆଗକୁ ବଢ଼ିବା ପିଲାମାନେ। ଜୀବବିଜ୍ଞାନ ଆଲୋଚନାରେ ଆମେମାନେ ଦେଖିଥାଉ ଯେ ଜୀବନ୍ତର ଶରୀର କେବଳ ବିଭିନ୍ନ ଜଡ଼ ଉପାଦାନରେ ହିଁ ଗଠିତ ହୋଇଥାଏ। ଅର୍ଥାତ୍ ଜୀବନ୍ତ ଶରୀରରେ ଅନେକ ଗୁଡ଼ିଏ କ'ଣ ଅଛି ନା ଜଡ଼ ବିଜ୍ଞାନ ଅଛି ବା ଜଡ଼ର ଉପାଦାନ ଅଛି, ଯାହାଫଳରେ ଆମର ଶରୀରଟା କ'ଣ ହେଇଛି ନା ଗଢ଼ା ହେଇଛି ବା ଗଠନରେ ସାହାଯ୍ୟ କରିଛି, ଯାହାକି ପୂର୍ବର ପଞ୍ଚଭୂତ ବର୍ତ୍ତମାନ ବିଶ୍ଳେଷଣ ପାଇଁ ଅଶେଷ ଉପାଦାନର ସମଷ୍ଟି ରୂପେ ନିରୂପିତ ହୋଇପାରିଛି। ଆମେ ଜାଣିଛୁ ଯେ ଆମର ପଞ୍ଚତତ୍ତ୍ୱ ବା ପଞ୍ଚଭୂତରେ ଆମର ଶରୀରଟା ଗଢ଼ା। ଆମର ଏଇ ଯେଉଁ ପଞ୍ଚଭୂତ ପଞ୍ଚତତ୍ତ୍ୱର ବିଶ୍ଳେଷଣର ଉପାଦାନ ସମଷ୍ଟିକୁ ନେଇକି ହିଁ ନିରୂପଣ କରାଯାଇପାରିବ। ଏହି ବିଭିନ୍ନ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ଜୀବନ୍ତକୁ ସମ୍ଭବ କରିପାରିଛି ପିଲାମାନେ। ଏଇ ଯେଉଁ ଜଡ଼ ଉପାଦାନର ସମାବେଶ ଅର୍ଥାତ୍ ସମଷ୍ଟି ଆମର ଯେଉଁ ଜୀବନ୍ତ ଶକ୍ତିର ବିକାଶକୁ କ'ଣ କରିଛି ନା ଆହୁରି କ୍ଷିପ୍ରତର କରିପାରିଛି। ତେଣୁ ଆମେମାନେ ଦେଖିଥାଉ ଗେଙ୍ଗୁଟି ପଥରରେ ଯଦି ଆମେ କ'ଣ କରିବା ନା ପାଣି ପକାଇବା, ଗୋଟେ ଏକ୍ଜାମ୍ପଲ୍ ନେଇଯିବା ଏଇଟା ପିଲାମାନେ। ଏଇଟା ୱାନ୍ ଟାଇପ୍ ଅଫ୍ କ'ଣ ନା ୱାନ୍ ଟାଇପ୍ ଅଫ୍ ଏକ୍ସପେରିମେଣ୍ଟ। ଏଇ ଯେଉଁ ଏକ୍ସପେରିମେଣ୍ଟରେ ଆମ ପାଖରେ ଧରିନିଅ କ'ଣ ଅଛି ନା ଗେଙ୍ଗୁଟି ପଥର ଅଛି। ଗେଙ୍ଗୁଟି ପଥରରେ ଆମେ କ'ଣ କଲେ, ପାଣି ପକାଇଲେ। ପାଣି ପକାଇବା ଦ୍ୱାରା କ'ଣ ହେବ, ତାହା ଚୂନ ଭଳିଆ ମାନେ ତହିଁରୁ କ'ଣ କ'ଣ ବାହାରିବ ନା ଚୂନ ବାହାରିବ, ଅଙ୍ଗାରକାମ୍ଳ ବାହାରିବ ଏବଂ ବିଶେଷ ଉତ୍ତାପ ବାହାରିଥାଏ। ଯଦି ଗେଙ୍ଗୁଟି ପଥରରେ ପାଣି ପକାଇଦେବା, ପାଣି ପକାଇବା ଦ୍ୱାରା ଚୂନ, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଉତ୍ତାପ ମଧ୍ୟ ବାହାରିବ। ଏହି ଉତ୍ତାପ ଶକ୍ତିର ଏକ ଗୋଟେ ଅବସ୍ଥା ବୋଲିକିରି ଆମେ ବୁଝିବା। ଏଇ ଯେଉଁ ଉତ୍ତାପଟା ଶକ୍ତିର ଗୋଟେ କ'ଣ ନା ଗୋଟେ ଷ୍ଟେଟ୍ ବା ଅବସ୍ଥା। ଆମେମାନେ ଚୂନ ଓ ଅଙ୍ଗାରକାମ୍ଳ ବାଷ୍ପ ଏକତ୍ର କରି ଗେଙ୍ଗୁଟି ପଥର ପ୍ରସ୍ତୁତ କଲେ ତହିଁରେ ଶକ୍ତି ସଂଯୋଗ ପ୍ରୟୋଜନ କରିବାକୁ ପଡ଼ିବ। ତାର ରିଭର୍ସ ପିଲାମାନେ। ଯଦି ଆମେ ଗେଙ୍ଗୁଟି ପଥରରେ ପାଣି ପକାଇଲେ ଚୂନ, ଅଙ୍ଗାରକାମ୍ଳ ଏବଂ ଶକ୍ତି ବାହାରୁଛି, ତାହେଲେ ଯଦି ଗେଙ୍ଗୁଟି ପଥର ତିଆରି କରିବାର ଅଛି ତାହେଲେ ଚୂନ, ଅଙ୍ଗାରକାମ୍ଳ ଏବଂ ଆମକୁ ଶକ୍ତି ଯୋଗାଇବାକୁ ପଡ଼ିବ। ବିଭିନ୍ନ ପଦାର୍ଥରେ ଶକ୍ତିର ସଂଯୋଗ ବା ବିଯୋଗରେ ଆମେମାନେ ଦେଖିଥାଉ ଯେ ପଦାର୍ଥ ଗୁଡ଼ିକ ବିଭିନ୍ନ ଅବସ୍ଥା ପ୍ରାପ୍ତ ହୋଇଥାଏ। ଅର୍ଥାତ୍ ସବୁରି ମୂଳରେ କ'ଣ ଦରକାର ନା ଶକ୍ତି ଦରକାର। ଶକ୍ତି ବିନା ପିଲାମାନେ ଆମେ ଚାଲିପାରିବା ନାହିଁ, ବଞ୍ଚିପାରିବା ନାହିଁ, ଖେଳିପାରିବା ନାହିଁ, କିଛି କରିପାରିବା ନାହିଁ। ଅର୍ଥାତ୍ ସବୁରି ମୂଳରେ କ'ଣ ଦରକାର ନା ଆମକୁ ଶକ୍ତି ଦରକାର। ଶକ୍ତି ନହେଲେ କିଛି ହେବ ନାହିଁ। ସେହିପରି ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଜୀବନ୍ତ ଶକ୍ତିର ସଂଯୋଗ ହେଲେ ହିଁ ଜୀବନ୍ତ ପଦାର୍ଥ ସମ୍ଭବ ହୋଇଥାଏ। ଆମେ ଯଦି ଦେଖିବା ତାହେଲେ ବିଭିନ୍ନ ପ୍ରକାର ଉପାଦାନର ସମ୍ମିଶ୍ରଣରେ ଜୀବନ୍ତ ଶକ୍ତିର ସଂଯୋଗ ହେଲେ ଜୀବନ୍ତ ପଦାର୍ଥ ସମ୍ଭବ ହୋଇଥାଏ। ଅର୍ଥାତ୍ ତେବେ ସେହି ଜୀବନ୍ତ ଶକ୍ତି ଜଡ଼ ମଧ୍ୟରେ ସଂଯୋଗ ଓ ବିଯୋଗ କରୁଥିବା ଶକ୍ତି କିମ୍ବା ତାହାଠାରୁ ସମ୍ପୂର୍ଣ୍ଣ ପୃଥକ୍ ତାହା ଏପର୍ଯ୍ୟନ୍ତ ସ୍ଥିରୀକୃତ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ତାକୁ ଫିକ୍ସଡ୍ କରିପାରିନାହୁଁ ପିଲାମାନେ ଯେ ତାହା ସେହି ଶକ୍ତିଠାରୁ ସୃଷ୍ଟି ହୋଇଛି ନା ସେ ଶକ୍ତିଠାରୁ ସେ ଅଲଗା। ତାକୁ ଆମେ ଏପର୍ଯ୍ୟନ୍ତ ଆମେ ଜାଣିପାରି ନାହୁଁ। ସମ୍ଭବତଃ ସେହି ଜୀବନ୍ତ ଶକ୍ତି, ପ୍ରବହମାନ ଶକ୍ତି ଏବଂ ପ୍ରଚ୍ଛନ୍ନ ଶକ୍ତି, ଗୋଟେ ହେଲା କାଇନେଟିକ୍ ଏନର୍ଜି ଆଉ ଗୋଟେ ହେଲା ପୋଟେନ୍ସିଆଲ୍ ଏନର୍ଜି। ଏ ଯେଉଁ ପ୍ରବାହମାନ ଶକ୍ତି, ପ୍ରଚ୍ଛନ୍ନ ଶକ୍ତି ଭଳି ଶକ୍ତିର ଗୋଟେ ଗୋଟେ କ'ଣ ନା ଅବସ୍ଥା କିମ୍ବା ପ୍ରବାହମାନ ଶକ୍ତି ଅନ୍ତର୍ଗତ ଆଲୋକ, ଉତ୍ତାପ ଯେପରି ପ୍ରବାହମାନ ଶକ୍ତିର ଏକ ଅବସ୍ଥା, ସେହିପରି ଜୀବନ ମଧ୍ୟ କ'ଣ ପିଲାମାନେ ସେହିପରି ପିଲାମାନେ ଜୀବନ ଶକ୍ତି ପ୍ରବାହମାନ ଶକ୍ତିର ଏକତମ ଅବସ୍ଥା ହୋଇପାରେ। ତେବେ ସେ ଯାହା ହେଉ ଜୀବନ ଏକ ଶକ୍ତିର ଗୋଟେ ଅବସ୍ଥା ବିଶେଷ ବୋଲିକରି ଆମେ କ'ଣ କରିଥାଉ ନା ତାକୁ ନେଇଥାଉ। ଏବଂ ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କ'ଣ କହନ୍ତି ନା ଏହି ସଭ୍ୟତାର ମାନବର ଈଶ୍ୱର ବିଶ୍ୱାସ କମେଇ ଦେଇ ତାହାକୁ ବିପଥଗାମୀ କରିଦେଇଛି। ବର୍ତ୍ତମାନର ଲୋକ କ'ଣ କହୁଛନ୍ତି ନା ଯେ ଈଶ୍ୱର ବିଶ୍ୱାସଟା କମେଇ ଦେଇଛି ଏବଂ ସେମାନଙ୍କୁ ବିପଥଗାମୀ କରିଦେଇଛି। ଯେଉଁମାନେ କି କ'ଣ କୁହନ୍ତି ସାଇନ୍ସକୁ ସେମାନେ ବିପକ୍ଷବାଦୀ ବୋଲିକରି ମାନେ
ନିଜକୁ ବିବେଚିତ କରିଥାନ୍ତି ବା ପ୍ରତିପାଦନ କରିଥାନ୍ତି। ସେମାନେ କହୁଛନ୍ତି ଯେ ଆମେ ଯଦି ସାଇନ୍ସକୁ ଅନୁସରଣ କରିବା ତାହେଲେ ସାଇନ୍ସଟା କ'ଣ କରୁଛି ନା ଆମର ଈଶ୍ୱର ବିଶ୍ୱାସ ବା ଆମର ଯେଉଁ ଧାର୍ମିକ ପ୍ରଥା ଅଛି ତାକୁ କମେଇ ଦେଇଛି ଏବଂ ସେମାନଙ୍କୁ କ'ଣ କରୁଛି ନା ବିପଥଗାମୀ କରିଦେଇଛି। ଯେଉଁ ରାସ୍ତାରେ ଯିବା କଥା ସେମାନେ ସେହି ରାସ୍ତାରେ ଯାଇପାରୁ ନାହାନ୍ତି। ସର୍ବତ୍ର ସଂଯମର ଅଭାବ ପରିଲକ୍ଷିତ ହେଉଅଛି। ସମସ୍ତଙ୍କର ଭିତରେ ସଂଯମତା ରହୁନାହିଁ ଏବଂ ମାନବ ପ୍ରତି ସ୍ନେହ ସୌହାର୍ଦ୍ଦ୍ୟ ନ ଦେଖାଇ ହିଂସା ଦ୍ୱେଷର ଚରମ ସୋପାନରେ ସେ କ'ଣ କରୁଛି ନା ପହଞ୍ଚି ଯାଇଛି। ଅର୍ଥାତ୍ ଗୋଟିଏ ମଣିଷ ଆଉ ଗୋଟେ ମଣିଷକୁ କ'ଣ କରିବା କଥା? ସ୍ନେହ ସୌହାର୍ଦ୍ଦ୍ୟ ଦେବା କଥା, କିନ୍ତୁ ତା ଭିତରେ କ'ଣ ଦେଖାଯାଉଛି? ହିଂସା। ଗୋଟେ ମଣିଷ ଆଉ ଗୋଟେ ମଣିଷକୁ କ'ଣ କରୁଛି ନା ହିଂସା ଭାବ ରଖୁଛି ଏବଂ ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକର ଉଦ୍ଭାବନ କରି ମାନବକୁ ଧ୍ୱଂସ ପଥର ପଥିକ କରିଦେଉଛନ୍ତି। ସାଇଣ୍ଟିଷ୍ଟମାନେ କ'ଣ କରୁଛନ୍ତି ନା ଗ୍ୟାସ୍ ବାହାର କରୁଛନ୍ତି, ବିଭିନ୍ନ ପ୍ରକାର ଗ୍ୟାସ୍ ଏବଂ ବିସ୍ଫୋରକ ଉଦ୍ଭାବନ କରୁଛନ୍ତି, ଯାହାଫଳରେ ଲୋକମାନଙ୍କର କ୍ଷତି ମଧ୍ୟ ଦେଖିବାକୁ ମିଳୁଛି। ଅବଶ୍ୟ ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଧ୍ୱଂସ ସାଧିତ ମଧ୍ୟ ହେଉଅଛି। ଅର୍ଥାତ୍ ସାଇନ୍ସର ପଜିଟିଭ୍ ସାଇଡ଼୍ ବି ଅଛି ଏବଂ ନେଗେଟିଭ୍ ସାଇଡ଼୍ ବି ଅଛି। ଡିପେଣ୍ଡ କରୁଛି ଆମେ କେଉଁ ସାଇଡ଼୍ରେ ତାକୁ ବ୍ୟବହାର କରୁଛୁ। ଯେତେ ପାରୁଛୁ ଆମେ ତାକୁ ପଜିଟିଭ୍ ୱେରେ ବ୍ୟବହାର କଲେ ଆମ ପାଇଁ ସେଇଟା ପଜିଟିଭ୍ ହିଁ ହେବ। ବର୍ତ୍ତମାନ ଯେମିତି ଗୋଟେ ପିଲାମାନେ ଏକ୍ଜାମ୍ପଲ୍ରେ ନେଇଯିବା ଏଆଇ ଗୋଟେ ଏମିତି ବିଷୟବସ୍ତୁ ବର୍ତ୍ତମାନ ଦୁନିଆରେ ଯଦି ଏଆଇର ପଜିଟିଭ୍ ୱେରେ ଆମେ ତାକୁ ମାନେ ୟୁଜ୍ କରିବା ତାହେଲେ ଆମ ପାଇଁ ସେଇଟା ଗୋଟେ ଫ୍ରୁଟଫୁଲ୍ ହେବ, ଭଲ ହେବ। କିନ୍ତୁ ତାକୁ ଯଦି ଆମେ ନେଗେଟିଭ୍ ୱେରେ ବ୍ୟବହାର କରିବା ତାହେଲେ ସେ ଆମକୁ ଡିଗ୍ରାଡେସନ୍ କରିଦେବ। ତେଣୁକରି ଏଆଇର ଆମେ ଭଲ ସାଇଡ଼୍କୁ ବାଛିବା କଥା। ଠିକ୍ ସେହିଭଳି ସାଇନ୍ସକୁ ମଧ୍ୟ ଆମେ କ'ଣ କରିବା କଥା ନା ଭଲ ସାଇଡ଼୍କୁ ହିଁ ବାଛିବା କଥା। ଏବଂ ସାଧାରଣ ମାନବ ଯେତେବେଳେ ସଭ୍ୟତାର ଅର୍ଥ ବୁଝିବ ସେତେବେଳେ ଯାଇ ଏହାର ଅବସାନ ହେବ। ଆମ ପାଇଁ ତାହା ମଧ୍ୟ ଗୋଟେ ସାଧନର ମାଧ୍ୟମ ମଧ୍ୟ ହୋଇପାରିବ। ତେଣୁ ଧନ୍ୟବାଦ ପିଲାମାନେ, ଥ୍ୟାଙ୍କ ୟୁ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ।